ମୁଁ ସୁଜିତ୍ ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆଉ ଏକ ନୂତନ ଭିଡ଼ିଓ ସହ, ଯାହାକି ତମମାନଙ୍କର ଅପସନାଲ୍ ଓଡ଼ିଆର ଗଳ୍ପ ବିଭାଗର ଗୋଟିଏ ଗଳ୍ପ, ଯାହା ହେଉଛି ପକ୍ଷାଘାତ। ଯାହାକୁ ଆମେ ପ୍ରଥମେ ୱାର୍ଡ଼ରୁ ବୁଝିବା ଯେ ପକ୍ଷାଘାତ କ'ଣ ନା ଶାରୀରିକ କ୍ଷେତ୍ରରେ ଯାହାର ଅଙ୍ଗ ଗୁଡ଼ିକ ଅଚଳ ହେଇଥାଏ ହେଲା, ତାକୁ ପକ୍ଷାଘାତ ବୋଲି କୁହାଯାଏ। ପକ୍ଷାଘାତ ପ୍ୟାରାଲିସିସ୍ ମାନେ ଆମେ ଯାହାକୁ କହୁଛେ। ବାମାଚରଣ ମିତ୍ର ସାମ୍ପ୍ରତିକ ଓଡ଼ିଆ ସାହିତ୍ୟରେ ସ୍ୱର୍ଗତ ବାମାଚରଣ ମିତ୍ର ଜଣେ ଗାଳ୍ପିକ, ଔପନ୍ୟାସିକ ଓ ରମ୍ୟ ରଚକ ଭାବରେ ସୁପ୍ରତିଷ୍ଠିତ। ସେ ବହୁତ ଗୁଡ଼ିଏ ଉପନ୍ୟାସ, ଗଳ୍ପ ରଚନା କରିଛନ୍ତି, ଯାହାକି ଓଡ଼ିଆ ସାହିତ୍ୟକୁ ସୁଦୃଢ଼ କରିଛି। ତ ତାଙ୍କର ରଚନା ଗୁଡ଼ିକ ମଧ୍ୟରେ ଅସୀମ, ପାଷାଣ ପ୍ରାଣ, ବଟ ମହାପୁରୁଷ ବାଗ, ନରଛଞ୍ଚାଣ, ଏସବୁ ଗୁଡ଼ିକ ହେଲା ତାଙ୍କର ସଂକଳନ ଗୁଡ଼ିକ। ତାପରେ ଏଣୁଚ ତେଣୁଚ ନାମକ ଗୋଟେ ଗ୍ରନ୍ଥରେ ସେ ତାଙ୍କର ରମ୍ୟ ରଚନା ଲଳିତ ନିବନ୍ଧ ସ୍ଥାପନ ପାଇଛି। ତାପରେ ଆମେ ଯିବା ଡାଇରେକ୍ଟ ଆମ ଗଳ୍ପକୁ। ଗଳ୍ପରେ କ'ଣ ରହିଛି ନା ଏଠାରେ ରହିଛନ୍ତି ଦୁର୍ଯ୍ୟୋଧନ ବାବୁ ତଥା ତାଙ୍କର 3ଟି ପୁଅ ତାଙ୍କର ସ୍ତ୍ରୀ ସମ୍ପର୍କରେ। କିଭଳି ଭାବରେ ଚାକିରି କରି ସମସ୍ତଙ୍କୁ ଅବହେଳା କରିଥିଲେ ଦୁର୍ଯ୍ୟୋଧନ ବାବୁ, ପରବର୍ତ୍ତୀ ସମୟରେ ସେ ତାକୁ ପଶ୍ଚାତାପ କରିଛନ୍ତି। କିଭଳି ମଦ ପିଇବା ଖରାପ ନୁହେଁ ବୋଲି କହିଛନ୍ତି। ତାପରେ ତାଙ୍କର ସ୍ତ୍ରୀକୁ ଆଧୁନିକ ଭାବରେ ନବ୍ୟା କରିଥିଲେ। ତାପରେ ସେ ପରବର୍ତ୍ତୀ ସମୟରେ ତାଙ୍କ ସ୍ତ୍ରୀ ମଧ୍ୟ ତାଙ୍କୁ ଅବହେଳା କରିଛି ଯେତେବେଳେ ପକ୍ଷାଘାତ ରୋଗ ହେଇଛି ତାଙ୍କୁ। ତ ଏହିଭଳି ଭାବରେ ଗତି କରିଛି ଗଳ୍ପ। ତ ପ୍ରଥମେ ଆମେ ଦେଖିବା ଯେ କ'ଣ ରହିଛି। ପକ୍ଷାଘାତ ଗଳ୍ପଟି ଗୋଟିଏ ଆତ୍ମବିଶ୍ଳେଷଣାତ୍ମକ ଗଳ୍ପ ଭାବରେ ବହୁ ପ୍ରଶଂସିତ ଗାଳ୍ପିକ ଗଳ୍ପ ନାୟକ ଜରିଆରେ ଜୀବନ ଦର୍ଶନର ଗୂଢ଼ ରହସ୍ୟ ଉନ୍ମୋଚନ କରିଛନ୍ତି ଗଳ୍ପ ନାୟକ ଦୁର୍ଯ୍ୟୋଧନ ବାବୁ। ଜଣେ ସରକାରୀ କର୍ମଚାରୀ ରୂପେ ଯୋଗ ଦେଇ ନିଜର ପାରିଲାପଣିଆ ଦ୍ୱାରା ଉଚ୍ଚପଦସ୍ଥ ହୋଇଛନ୍ତି। କ୍ଷମତା, ପ୍ରତିପତ୍ତି, ସମାନ ପଦବୀ ଚାକିରି କାଳ ମଧ୍ୟରେ ପ୍ରାପ୍ତ ହୋଇଛନ୍ତି। ସେ ବହୁତ କିଛି ପାଇଛନ୍ତି ଚାକିରି ଜୀବନରେ ସତ। ପ୍ରଥମ ପକ୍ଷର ସ୍ତ୍ରୀ ଦ୍ୱାରା ସେ 3ଟି ପୁଅର ସନ୍ତାନ ହୋଇଛନ୍ତି। ଅର୍ଥ ସର୍ବସ୍ୱ ଦ୍ୱାରରେ ନାନା ଅସାଧୁ ଉପାୟରେ ସେ ପଇସା ଅର୍ଜନ କରିଛନ୍ତି। 3ଟି ସନ୍ତାନର ପିତା ହୋଇ ସାରିଲେ ସୁଦ୍ଧା ସେ କ'ଣ ନା ଉତ୍ତୀର୍ଣ୍ଣ ବୟସରେ ନିଜର ଲାଳସା ସଙ୍ଗିନୀ କରିବା ପାଇଁ 15 ବର୍ଷ ବୟସର ବ୍ୟବଧାନ ଥାଇ ଦ୍ୱିତୀୟ ପତ୍ନୀ ଗ୍ରହଣ କରିଛନ୍ତି। ସଭ୍ୟା ତଥା ଅତ୍ୟାଧୁନିକା ହେବା ନିମିତ୍ତ ଦେହ ଓ ମନରେ ନବ୍ୟା କରିଥିଲେ ତାଙ୍କର ଦ୍ୱିତୀୟ ପକ୍ଷ ସ୍ତ୍ରୀକୁ। ତାଙ୍କ ମଧ୍ୟରେ ବ୍ୟବଧାନ କେତେ ଥିଲା ନା 15 ବର୍ଷ ବୟସର ବ୍ୟବଧାନ ଥିଲା। ଦୈହିକ ଲାଳସାକୁ ଚରିତାର୍ଥ କରିବାକୁ ଯାଇ ପ୍ରତ୍ୟେକ ଇଚ୍ଛା ଶକ୍ତି ପୂରଣ କରିଛନ୍ତି ଦୁର୍ଯ୍ୟୋଧନ ବାବୁ। ତ ଦେହ ଦ୍ୱାରା କୌଣସି ଭାବରେ ପ୍ରଭାବିତ ନ ହୋଇ ଶୁଦ୍ଧ ଚିନ୍ତା ଯେ ଥାଇପାରେ ସେ କଥା ସ୍ୱୀକାର କରୁନଥିଲେ। ମଦମତ୍ତ ହୋଇ ଅର୍ଥ ପଦବୀ ବଳରେ ସେ ଧାରାକୁ ସାରା ବୋଲି ମନେ କରୁଥିଲେ। ତ କିନ୍ତୁ ଏହାର ବ୍ୟତିକ୍ରମ ସେଦିନ ଦେଖା ଦେଇଥିଲା ଯେଉଁଦିନ ଚାକିରିରୁ ଅବସର ନେଇଥିଲେ କିଏ ନା ଦୁର୍ଯ୍ୟୋଧନ ବାବୁ। ପଦବୀ ଗଲା ପରେ ସମ୍ମାନ ମଧ୍ୟ ତା ସହିତ ଆପଣ ଛାଏଁ ଚାଲିଗଲା। ତ ସେ ନିଜକୁ ଏକାନ୍ତ ଅରକ୍ଷ ତଥା ଅସହାୟ ମନେ କରିଥିଲେ। ସମସ୍ତ ପରିଚୟ ଅତୀତ ହୋଇଯାଇଥିଲା। ପୁଣି ଅତୀତ ସୁଖଦ ମୁହୂର୍ତ୍ତ ଗୁଡ଼ିକ ବାରମ୍ବାର ତାଙ୍କୁ ରୋମାଞ୍ଚିତ କରିଛି। ମାନସିକ ଭାରସାମ୍ୟ ହରାଇଛି। ସୁଖୀ କଲାକାଠ ପଡ଼ିଛନ୍ତି ଦୁର୍ଯ୍ୟୋଧନ ବାବୁ। ହଠାତ୍ ମାନସିକ ଭାରସାମ୍ୟ ହରାଇ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଛନ୍ତି। ଦୁରାରୋଗ୍ୟରେ ଦୁର୍ଯ୍ୟୋଧନ ବାବୁ ପରିବାରର ପରିତ୍ୟକ୍ତ ସଦସ୍ୟ ଭାବରେ ସେ ବାରଣ୍ଡାରେ ପଡ଼ିଛନ୍ତି। ତାଙ୍କର କୌଣସି କାମ ନାହିଁ। ସେ ବର୍ତ୍ତମାନ ପରିତ୍ୟକ୍ତ। ତାଙ୍କୁ ପ୍ୟାରାଲାଇଜ୍ ହେଇଯାଇଛି। ତା ସହ
ଆକାଶକୁ ଚାହିଁ ତାଙ୍କର ଆତ୍ମବିଶ୍ଳେଷଣ ପୂର୍ବକ ନିଜକୁ ନିରୀକ୍ଷଣ କରିଛନ୍ତି, ପରିଶୀଳନ କରିଛନ୍ତି ନିଜର ଜୀବନ ଦର୍ଶନକୁ। ଦୁର୍ଯ୍ୟୋଧନ ବାବୁ କଚେରୀରେ ହାକିମ ଥାଇ କ୍ଷମତା ପଦବୀ ମୋହରେ ନିଜ କର୍ତ୍ତବ୍ୟକୁ ଭୁଲି ଯାଇଥିଲେ। ତିନୋଟି ପୁତ୍ର ସନ୍ତାନ ପ୍ରତି ସେ ସଚେତନ ହୋଇନାହାନ୍ତି। ତାଙ୍କ ପ୍ରତି ଯତ୍ନଶୀଳ ନ ହେବା ହେତୁ ସେମାନେ ପଥଭ୍ରଷ୍ଟ ହୋଇଛନ୍ତି, ନିଜର ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛନ୍ତି। ପଦବୀ ମୋହରେ ସେ ନିଜ ପରିବାରକୁ ଅବହେଳା କରିଥିବାରୁ ପତ୍ନୀ ସ୍ୱୈରାଚାରିଣୀ, ବଡ଼ ପୁଅ ବିଫଳ ରାଜନେତା, ମଧ୍ୟମ ପୁଅ ମଦୁଆ ଏବଂ ତୃତୀୟ ମେଧାବୀ ତା ସନ୍ନ୍ୟାସୀ ମେଧାବୀ ସାନ ପୁଅ ସନ୍ନ୍ୟାସୀ ହୋଇଯାଇଛନ୍ତି। ଚାକିରିରୁ ଅବସର ନେବାର ଠିକ୍ ପରେ ପରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇଛନ୍ତି ଏବଂ ପରିବାରର ପ୍ରତି ପ୍ରଦର୍ଶନ କରିବା ଅବହେଳାର ପ୍ରତିଫଳନ ହୋଇଛି। ତ ଦୁର୍ଯ୍ୟୋଧନ ବାବୁ ଚାକିରି ଜୀବନରେ ବହୁତ ସମ୍ମାନ, ପ୍ରତିପତ୍ତି ଏସବୁ ବହୁତ ଗୁଡ଼ାଏ ପାଇଥିଲେ ତଥା ପରବର୍ତ୍ତୀ ସମୟରେ କ'ଣ ହେଇଛି ନା ପ୍ରଥମ ସ୍ତ୍ରୀର ମୃତ୍ୟୁ ପରେ କ'ଣ ସେ ଦ୍ୱିତୀୟ ବିବାହ କରିଛନ୍ତି। ସେ ପୂର୍ବ ପତ୍ନୀ ତିନୋଟି ସନ୍ତାନ ଥିଲେ। ତ ସେ ସନ୍ତାନ ସମ୍ପର୍କରେ କହିଛନ୍ତି ଯେ ତିନୋଟି ସନ୍ତାନ ହେଉଥିଲେ, ଗୋଟିଏ ହେଲା କିଏ ନା ଗୋଟେ ସନ୍ନ୍ୟାସୀ, ତୃତୀୟ ପୁଅ ସନ୍ନ୍ୟାସୀ, ଦ୍ୱିତୀୟ ପୁଅ ମଦୁଆ ଏବଂ ପ୍ରଥମ ପୁଅ ହେଉଛି ରାଜନେତା। ଏବଂ ତାଙ୍କର ସ୍ତ୍ରୀକୁ କିଭଳି ଭାବରେ ଆଧୁନିକରେ ନବ୍ୟା କରିଥିଲେ। ତାପରେ ପରବର୍ତ୍ତୀ ସମୟରେ ଚାକିରି ତାଙ୍କର ଚାଲିଯାଇଛି, ସମ୍ମାନ ମଧ୍ୟ ଆପଣା ଛାଏଁ ଚାଲିଯାଇଛି ଏବଂ ସେ ବର୍ତ୍ତମାନ ଏକୁଟିଆ, ଶୁଖିଲା କାଠ ପଡ଼ିଯାଇଛି, ସେ ବେଡ୍ ଉପରେ ପଡ଼ିଛନ୍ତି, ଆକାଶକୁ ଚାହିଁଛନ୍ତି ଏବଂ ଜୀବନକୁ ଅନୁଶୀଳନ କରୁଛନ୍ତି। ତ ଦୁର୍ଯ୍ୟୋଧନ ବାବୁ କଚେରୀର ହାକିମ ଥାଇ ମଧ୍ୟ ପଦପଦବୀ ନିଜ କର୍ତ୍ତବ୍ୟକୁ ଭୁଲି ଯାଇଥିଲେ। ତିନୋଟି ପୁଅର ସନ୍ତାନ ପ୍ରତି ସଚେତନ ନାହାନ୍ତି। ସେମାନେ ଖାଉଛନ୍ତି ତ ଖାଉଛନ୍ତି, ବୁଲୁଛନ୍ତି ବୁଲୁଛନ୍ତି, ତାଙ୍କର ଧ୍ୟାନ ନାହିଁ। ସେ ସମସ୍ତଙ୍କୁ ଅବହେଳା କରିଛନ୍ତି। ପରବର୍ତ୍ତୀ ସମୟରେ ତାକୁ ଲୋକମାନେ ସେ ସମସ୍ତେ ଅବହେଳା କରିଛନ୍ତି। ଚାକିରିରୁ ଅବସର ନେବା ଠିକ୍ ପରେ ପକ୍ଷାଘାତ ରୋଗରେ ସେ ପୀଡ଼ିତ ହୋଇଛନ୍ତି। ତ ପରିବାରର ପ୍ରତି ପ୍ରଦର୍ଶନ କରିଥିବା ଅବହେଳାର ପ୍ରତିଫଳନ ପାଇଛନ୍ତି ସେ ପରବର୍ତ୍ତୀ ସମୟରେ। ଯେତେବେଳେ ତାଙ୍କର ପ୍ରଥମ ପୁଅ ଆସିଛି, ଦ୍ୱିତୀୟ ପୁଅ ଆସିଛି, ତୃତୀୟ ପୁଅ ଆସିଛି, ତାଙ୍କର ତାପରେ ତୃତୀୟ ପୁଅକୁ କେଉଁ ମହତ ଗୁଣରେ ସେ ଜନ୍ମ ହୋଇଛି, କେଉଁ ମାନସିକରେ ସେ ଜନ୍ମଗ୍ରହଣ କରିଛି ବୋଲି ତାଙ୍କୁ କହିଛନ୍ତି ଏବଂ ତାଙ୍କ ଭୁଲକୁ ସେ ସ୍ୱୀକାର କରି ଭଗବାନଙ୍କ ଠାରେ ଲୀନ ହେବା ପାଇଁ କହିଛନ୍ତି କିଏ ତୃତୀୟ ପୁତ୍ର। ତ ପୁତ୍ରଠାରେ ଅମରତ୍ୱର ସନ୍ଧାନ କରି ସେ ସଚ୍ଚିତ ଆନନ୍ଦମୟ ପୁରୁଷର ସାନ୍ନିଧ୍ୟ ପାଇବାକୁ ଜୀବନର ଶେଷାଂଶ ପ୍ରୟାସ କରିଛନ୍ତି ଦୁର୍ଯ୍ୟୋଧନ ବାବୁ। ତ ଏହା ଥିଲା ଗଳ୍ପ। ତୁମେମାନେ ଡିଟେଲଲି ପଢ଼ ଯାଇକି ବୁକ୍କୁ। ମୁଁ ବେଶୀ କିଛି ଆଲୋଚନା କରିପାରିବି ନାହିଁ ସମୟର ଅଭାବ ହେତୁ। ତୁମମାନଙ୍କର ପରୀକ୍ଷା ମଧ୍ୟ ପାଖେଇ ଆସୁଛି। ଯଦି ହେବ ତାହେଲେ ମୁଁ ନିଶ୍ଚିତ ଭାବରେ ଗୋଟେ ଗୋଟେ ଭିଡ଼ିଓରେ ଗୋଟେ ଗୋଟେ ଗଳ୍ପକୁ ସାରିବା ପାଇଁ ଚେଷ୍ଟା କରିବି, ହେଲା। ତ ଆମେ ଗଳ୍ପକୁ ଡାଇରେକ୍ଟ ଯିବା, କାହିଁକିନା ତୁମମାନଙ୍କର ଗଳ୍ପ ସରି ଯେଉଁ ରହିଛି କ୍ୱେଶ୍ଚିନ୍ ଆନ୍ସର୍, ସେଥିରୁ ହିଁ ପ୍ରାୟତଃ କ୍ୱେଶ୍ଚିନ୍ ଆସିଯାଉଛି। ତୁମମାନଙ୍କର ବେଶୀ କିଛି ଆସୁନାହିଁ, ଗୋଟେ ଯୋଡ଼େ ଇଆଡ଼ୁ ସିଆଡ଼ୁ ଆସିଯାଉଛି, ନହେଲେ ତୁମମାନଙ୍କର ସବୁ କିଛି କ୍ୱେଶ୍ଚିନ୍ ଆନ୍ସର୍ରୁ ଆସୁଛି। ତୁମେ ଗତ 5 ବର୍ଷର ପ୍ରଶ୍ନ ଦେଖ, ସବୁକିଛି ଏଇଥିରୁ ହିଁ ଆସୁଛି, ହେଲା। ତ ଦୁର୍ଯ୍ୟୋଧନ ବାବୁ କେଉଁ ରୋଗରେ ପୀଡ଼ିତ ଥିଲେ ନା ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ଦୁର୍ଯ୍ୟୋଧନ ବାବୁ କେତେ ବର୍ଷ ବୟସରେ ପେନ୍ସନ୍ ନେଲେ ନା 55 ବର୍ଷ ବୟସରେ ପେନ୍ସନ୍ ନେଲେ। ଦୁର୍ଯ୍ୟୋଧନ ବାବୁ କେତେ ବର୍ଷ ଧରି ଚାକିରି କରିଥିଲେ ନା ଦୁର୍ଯ୍ୟୋଧନ ବାବୁ 30 ବର୍ଷ ଧରି ଚାକିରି କରିଥିଲେ। ଦୁର୍ଯ୍ୟୋଧନ ବାବୁଙ୍କର କେତୋଟି ପୁଅ ଥିଲେ? 3ଟି ପୁଅ ଥିଲେ। ପିତା କାହା ମାଧ୍ୟମରେ ଅମର ହୁଏ? ପିତା ପୁତ୍ର ମାଧ୍ୟମରେ ଅମର ହୁଏ ବୋଲି କହିଛନ୍ତି। କାହା ମାଧ୍ୟମରେ ନା ପିତା ପୁତ୍ର ମାଧ୍ୟମରେ ଅମର ହୁଏ ବୋଲି କହିଛନ୍ତି। ତାପରେ ଦୁର୍ଯ୍ୟୋଧନ ବାବୁ ବଡ଼ ପୁଅ କ'ଣ ହେବା ପାଇଁ ଆଗେଇ ଚାଲିଥିଲେ ନା ଦୁର୍ଯ୍ୟୋଧନଙ୍କର ବଡ଼ ପୁଅ ହେଲେ କ'ଣ ନେତା, ତାଙ୍କର ମଧ୍ୟମ ପୁଅ ମଦୁଆ, ତୃତୀୟ ପୁଅ କିଏ ନା ଜଣେ ସନ୍ନ୍ୟାସୀ ହେଇଯାଇଥିଲେ। ତ ମଝିଆ ପୁଅ ହାତରେ କ'ଣ ଧରି ପିତାଙ୍କ ପାଖକୁ ଆସିଛି ନା ଗୋଟେ ମଦ ବୋତଲ ଧରି ଆସିଛି। ଘରର ସମସ୍ତେ କେତେବେଳେ ଫେରିବେ ବୋଲି କହିଛନ୍ତି? ଅନେକ ରାତିରେ ଫେରିବେ ବୋଲି ଦୁର୍ଯ୍ୟୋଧନ ବାବୁ ଭାବିଛନ୍ତି। ଦୁର୍ଯ୍ୟୋଧନ ବାବୁ କେଉଁ ପୁତ୍ରକୁ କୁଳର କୁଳଙ୍କ ବୋଲି ଭାବୁଛନ୍ତି ନା ତୃତୀୟ ପୁତ୍ରକୁ କୁଳର କଳଙ୍କ ବୋଲି ଭାବିଛନ୍ତି। କେଉଁ ପୁତ୍ର ପାଖରେ ଜୀବନର ସବୁ ଦୋଷ ଦୁର୍ବଳତା ଖୋଲିଦେବାକୁ ଦୁର୍ଯ୍ୟୋଧନ ବାବୁ ଇଚ୍ଛା ପ୍ରକାଶ କରିଥିଲେ ନା ତୃତୀୟ ପୁତ୍ରଙ୍କ ଆଗରେ। ପକ୍ଷାଘାତ ଗଳ୍ପର ଗାଳ୍ପିକ କିଏ ଥିଲେ ନା ବାମାଚରଣ ମିତ୍ର ଥିଲେ ପକ୍ଷାଘାତ ଗଳ୍ପର ଗାଳ୍ପିକ। ଏହା ହେଲା ଅତିରିକ୍ତ, ହେଲା। ଏ ପ୍ରଶ୍ନ ଗୁଡ଼ା କ୍ୱେଶ୍ଚିନ୍ ବାହାରେ। ତ ତାପରେ କ୍ଷୁଦ୍ରଗଳ୍ପ କ୍ଷୁଦ୍ର ଉତ୍ତରମୂଳକ ପ୍ରଶ୍ନ, 1 ନମ୍ବର ବିଶିଷ୍ଟ ପ୍ରଶ୍ନ। ଦୁର୍ଯ୍ୟୋଧନ ବାବୁ କାହା ଉପରେ କାନ୍ଧ ଉପରେ ଡେରି ପଡ଼ିଥାନ୍ତି ନା ଦୁର୍ଯ୍ୟୋଧନ ବାବୁ ଖଟ ଉପରେ କାନ୍ଧକୁ ବାରଣ୍ଡାରେ ଡେରି ହୋଇ ଦୁର୍ଯ୍ୟୋଧନ ବାବୁ ପଡ଼ିଥାନ୍ତି। ତ ଦୁର୍ଯ୍ୟୋଧନ ବାବୁ କେଉଁ ଆଡ଼କୁ ଚାହିଁ ପାନ ପାକୁଲା କରିଥାନ୍ତି ନା ଆକାଶ ଆଡ଼କୁ ଚାହିଁ ପାନ ପାକୁଲା
କରୁଥାନ୍ତି। କେଉଁ ଆଡ଼କୁ ଚାହିଁ? ନା ଆକାଶ ଆଡ଼କୁ ଚାହିଁ। ତ ଦୁର୍ଯ୍ୟୋଧନ ବାବୁ କେଉଁ ରୋଗରେ ପୀଡ଼ିତ ଥିଲେ? ନା ପାରାଲିସିସ୍ ପକ୍ଷାଘାତ। କେଉଁ ବୟସରେ ଦୁର୍ଯ୍ୟୋଧନ ବାବୁ ଅବସର ନେଇଥିଲେ? ନା 55 ବର୍ଷ ବୟସରେ। କେତେ ବର୍ଷ ବୟସରେ? ନା 55 ବର୍ଷ ବୟସରେ ଅବସର ନେଇଥିଲେ। କିଏ ନିଷ୍ଠୁର ଭାବରେ ଖଣ୍ଡେ କାଠ ବୋଲି ପଡ଼ି ରହୁଥିଲେ? ନା ଦୁର୍ଯ୍ୟୋଧନ ବାବୁଙ୍କର ଦ୍ୱିତୀୟ ପତ୍ନୀ। ବିବାହ ବେଳେ ଖଟରେ ଶୋଇବା ସମୟରେ ନିଷ୍ଠୁର ଭାବରେ ଖଣ୍ଡେ କାଠ କାଠ ବୋଲି ପଡ଼ି ରହୁଥିଲେ। ଦେହ ମନରେ ଦୁର୍ଯ୍ୟୋଧନ ବାବୁ କାହାକୁ ନବ୍ୟା କରିଥିଲେ? ନା ନବବିବାହିତ ଦ୍ୱିତୀୟ ପତ୍ନୀକୁ ନବ୍ୟା କରିଥିଲେ, ଅର୍ଥାତ୍ ଅତ୍ୟାଧୁନିକ କରିଥିଲେ। ଦୁର୍ଯ୍ୟୋଧନ ବାବୁଙ୍କର କେତୋଟି ପୁଅ ଥିଲେ? ନା 3ଟି ପୁଅ ଥିଲେ। ପ୍ରଥମ ପୁଅ ହେଲେ କିଏ? ନେତା। ଦ୍ୱିତୀୟ ପୁଅ ହେଲେ ମଦୁଆ। ତୃତୀୟ ପୁଅ ହେଲେ ସନ୍ନ୍ୟାସୀ। ପିତା କାହା ମାଧ୍ୟମରେ ଅମର ହୁଏ? ତୁମମାନଙ୍କର 2ରୁ 3 ଥର ପ୍ରଶ୍ନ ଆସିସାରିଛି। ପିତା ପୁତ୍ର ମାଧ୍ୟମରେ ଅମର ହୁଏ ବୋଲି ଗଳ୍ପରେ କୁହାଯାଇଛି। ଦୁର୍ଯ୍ୟୋଧନ ବାବୁଙ୍କର ମଝିଆ ପୁଅ ହାତରେ କ'ଣ ଧରି ପ୍ରବେଶ କରିଛି? ଦୁର୍ଯ୍ୟୋଧନ ବାବୁଙ୍କର ମଝିଆ ପୁଅ ହାତରେ ମଦ ବୋତଲ ଧରି ଟଲି ଟଲି ହୋଇ ପ୍ରବେଶ କରିଛି। ଦୁର୍ଯ୍ୟୋଧନ ବାବୁଙ୍କ ତୃତୀୟ ପୁତ୍ର କ'ଣ ପିନ୍ଧି ଆସିଥିଲେ? ନା ଦୁର୍ଯ୍ୟୋଧନ ବାବୁଙ୍କ ତୃତୀୟ ପୁତ୍ର ଖଣ୍ଡେ ଗେରୁଆ ବସ୍ତ୍ର ଓ ଚାଦର ପିନ୍ଧି ଆସିଥିଲେ। ତାପରେ 2 ମାର୍କ ବିଶିଷ୍ଟ ପ୍ରଶ୍ନ। ତ ଦୁର୍ଯ୍ୟୋଧନ ବାବୁଙ୍କର ପିଠି ଆଡ଼େ କ'ଣଟିଏ କିପରି ଅବସ୍ଥାରେ ଥାଏ? ମୁଁ ଖାଲି ଗାଳ୍ପିକ ଆଉ ପଢ଼ିବିନି, ଥରେ ପଢ଼ୁଛି, ବାକି ସବୁ ତୁମେମାନେ ଦେଖିନେବ। ଆଉ କ୍ୱେଶ୍ଚନ୍ ଆନ୍ସର୍ରେ ଗୋଟେ ଲାଇନ୍ରେ ଆନ୍ସର୍, 2ଟି ଲାଇନ୍ରେ ଆନ୍ସର୍ ଦେବ ହେଲା। ତ ଗଳ୍ପ ହେଲା ପକ୍ଷାଘାତ, ଗାଳ୍ପିକ ହେଲା ବାମାଚରଣ ମିତ୍ର। ପକ୍ଷାଘାତରେ ପୀଡ଼ିତ ଦୁର୍ଯ୍ୟୋଧନ ବାବୁ ଘରର ବାହାର ପିଣ୍ଡାରେ ପଡ଼ିଥିବା ଖଟ ଉପରେ କାନ୍ଥକୁ ଡେରି ପଡ଼ିଥାନ୍ତି। ତାଙ୍କ ପିଠିଆଡ଼େ ଗୋଟିଏ ତେଲ ଚିକିଟା ଛିଣ୍ଡା ତକିଆ ବିପର୍ଯ୍ୟସ୍ତ ଭାବରେ ଓହଳି ରହିଥାଏ। ଚାକିରି ଜୀବନରେ ଦୁର୍ଯ୍ୟୋଧନ ବାବୁ କ'ଣ ସବୁ ପାଇଥିଲେ? ତ ଦୁର୍ଯ୍ୟୋଧନ ବାବୁ ନିମ୍ନ ପଦବୀରେ ଚାକିରି ଆରମ୍ଭ କରି ଉଚ୍ଚପଦସ୍ଥ ହୋଇଥିଲେ। ଚାକିରି ଜୀବନରେ ଦୁର୍ଯ୍ୟୋଧନ ବାବୁ କ୍ଷମତା, ପ୍ରତିପତ୍ତି, ସମ୍ମାନ, ଅର୍ଥ ପ୍ରଚୁର ପରିମାଣରେ ସେ ପାଇଥିଲେ। ଦୁର୍ଯ୍ୟୋଧନ ବାବୁ କେବେ ଓ କେତେ ଦିନ ଭିତରେ କଳାକାଠ ପଡ଼ିଯାଇଥିଲେ? ନା ଦୁର୍ଯ୍ୟୋଧନ ବାବୁ 55 ବର୍ଷ ବୟସରେ ଭିତରୁ ଅବସର ନେଇଥିଲେ ଏବଂ ଅବସର ନେବାର 2 ଦିନ ଭିତରେ କଳାକାଠ ପଡ଼ି ଶୁଖି ଯାଇଥିଲେ। ଦୁର୍ଯ୍ୟୋଧନ ବାବୁ କେବେ କାହିଁକି ଜଣେ ଅସାଧାରଣ ନାଗରିକ ବୋଲି ଭାବିଲେ? ଚାକିରି ଜୀବନ ପଦବୀରେ ଯେତେବେଳେ ସମ୍ମାନ ଚାଲିଯାଇଛି, ଯେତେବେଳେ ସେ ଅବସର ନେଇ ଯାଇଛନ୍ତି ଅଫିସକୁ, କେହି ବି ସମ୍ମାନ ଦେଉନାହାନ୍ତି। ପଦବୀ ଯିବା ପରେ ନିଜକୁ ଜଣେ ସାଧାରଣ ନାଗରିକ ଭାବରେ ସେ ବିବେଚନା କରୁଛନ୍ତି। ତ ନାରୀର ସୁସୁପ୍ତ ଅଭିଳାଷ ଯୋଗାଇବା ଅନୁଚିତ ବୋଲି କିଏ କାହିଁକି କହିଥିଲେ? ନା ନାରୀର ସୁପ୍ତ ଅଭିଳାଷ ଯୋଗାଇବା ଅନୁଚିତ ବୋଲି କିଏ କହିଥିଲେ? ଫରାସୀ ଲେଖକ ମୋପାସାଁ କହିଥିଲେ। ଯିଏ ତାଙ୍କ ମତରେ ଏହା ଜାଗ୍ରତ କରିଲେ ତାର ପ୍ରତିରୋଧ ଅସମ୍ଭବ ବୋଲି କହୁଛନ୍ତି। ଯେଭଳି ଏମାନଙ୍କର ଅବସ୍ଥା ହେଇଛି, ଦୁର୍ଯ୍ୟୋଧନ ବାବୁଙ୍କର ଅବସ୍ଥା। ବର୍ତ୍ତମାନ କାହିଁକି ମୋତେ ଭାଗବତ ଶୁଣାଉଛ ବୋଲି କିଏ କାହାକୁ କହିଛି? ନା ଗଳ୍ପ ଆଉ ଗାଳ୍ପିକ ଲେଖିଦେବ, ତାପରେ ଲେଖିବ ଯେ ବର୍ତ୍ତମାନ ଦୁର୍ଯ୍ୟୋଧନ ବାବୁ ମୋତେ ପୁରାଣ ଭାଗବତ ଶୁଣାଉଛ ବୋଲି କହିଛନ୍ତି ଦୁର୍ଯ୍ୟୋଧନ ବାବୁଙ୍କ ଦ୍ୱିତୀୟ ପକ୍ଷ ପତ୍ନୀ। କାହାକୁ? ନା ଦୁର୍ଯ୍ୟୋଧନଙ୍କ ପତ୍ନୀ, ଦ୍ୱିତୀୟ ପତ୍ନୀ ଦୁର୍ଯ୍ୟୋଧନ ବାବୁଙ୍କୁ କହୁଛନ୍ତି। ଦେହ ମନରେ ନବ୍ୟା କରାଇବା ତାଙ୍କ ପତ୍ନୀ ଦ୍ୱାରା ଦୁର୍ଯ୍ୟୋଧନ ଏକଥା ଶୁଣିଥିଲେ। ଜୀବନ ପ୍ରବାହର ନିୟମ କାହା ମାଧ୍ୟମରେ ପ୍ରକାଶିତ ହୁଏ ବୋଲି କହିଛନ୍ତି? ନା ଜୀବନ କ୍ଷଣସ୍ଥାୟୀ, ମରଣଶୀଳ ଅଟେ, କିନ୍ତୁ ଏହା ପ୍ରବାହ ଚିରନ୍ତନ ତଥା ଅମର ଅଟେ। ପୁରୁଷ ଓ ସ୍ତ୍ରୀ ପ୍ରେମ ଜୀବନ ପ୍ରବାହର ଏକମାତ୍ର ପ୍ରକାଶ। ତର ମୋର ଗୁପ୍ତ ଚରିତ୍ର ଏକ ପ୍ରକାଶ ବିଗ୍ରହ ବୋଲି କିଏ କାହାକୁ ଲକ୍ଷ୍ୟ କରି କହିଛନ୍ତି? ନା ମୋର ଗୁପ୍ତ ଚରିତ୍ର ଗୋଟେ ପ୍ରକାଶ ବିଗ୍ରହ ବୋଲି ଦୁର୍ଯ୍ୟୋଧନ ବାବୁ ନିଜେ ନିଜକୁ କହିଛନ୍ତି। ନା ମୋର ଗୁପ୍ତ ଚରିତ୍ର ଏକ ପ୍ରକାଶ ବିଗ୍ରହ ହେଉଛି ବୋଲି ନିଜେ ନିଜକୁ କହିଛନ୍ତି। ଅନ୍ତର ବାହାରେ ଏକା ବୋଲି କିଏ କାହିଁକି ଅନୁଭବ କଲେ? ନା ପକ୍ଷାଘାତ ପରେ ପୀଡ଼ିତ ଦୁର୍ଯ୍ୟୋଧନ ବାବୁ ଘରେ ଏକୁଟିଆ ନିଜକୁ ନିଃସଙ୍ଗ ମନେ କରୁଥିଲେ। ଏକଲା ଏକୁଟିଆ ବୋଲି ମନେ କରୁଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ଆତ୍ମହତ୍ୟା କରିବାରେ ବିଫଳ ହୋଇଛନ୍ତି। ନିଜର ପ୍ରବୃତ୍ତି ମାର୍ଗରେ ପରିବାରର ସମସ୍ତେ ଚାଲି ଯାଇଥିବାରୁ ଦୁର୍ଯ୍ୟୋଧନ ନିଜକୁ ବାହାରେ ଅନ୍ତରେ ଏକା ବୋଲି ଅନୁଭବ କରିଥିଲେ। ଦୁର୍ଯ୍ୟୋଧନ ବାବୁ କେଉଁ ପୁତ୍ରକୁ କୁଳର କୁଳଙ୍କ ବୋଲି ଭାବିଥିଲେ ଓ କାହିଁକି? ତ ଦୁର୍ଯ୍ୟୋଧନ ବାବୁ ତୃତୀୟ ପୁତ୍ରକୁ କୁଳର କଳଙ୍କ ବୋଲି ଭାବୁଥିଲେ। ମେଧାବୀ ଛାତ୍ର ହେତୁ କଲେଜ ପାଠପଢ଼ା ଛାଡ଼ି ଅଧାରୁ ସନ୍ନ୍ୟାସୀ ହୋଇ ଚାଲିଯାଇଥିବାରୁ ସେ କୁଳର କଳଙ୍କ ରୂପେ ବିବେଚନା ହୋଇଥିଲେ। ତ 3 ନମ୍ବର ବିଶିଷ୍ଟ ପ୍ରଶ୍ନ ମୁଁ ସ୍କ୍ରୋଲ୍ କରି କରି ଯାଉଛି, ତୁମମାନେ ସ୍କ୍ରିନଶଟ୍ ନେଇଯିବ ହେଲା। କେବଳ ଗୋଟେ ୟୁନିଟ୍ ଗୋଟେ ପ୍ରଶ୍ନ ଆସୁଛି, ସେଥିପାଇଁ ତୁମମାନେ ବୁଝିଥିଲେ କ୍ୱେଶ୍ଚିନ୍ ତୁମେ ଇଜିଲି ଲେଖିପାରିବ। ତେଣୁ ମୋତେ କହିବାକୁ ମଧ୍ୟ ବେଶୀ ପଡ଼ିବ ନାହିଁ। ତ ତୁମମାନେ ପଢ଼ି ପଢ଼ି ଚାଲ ଏବଂ ତ ପରବର୍ତ୍ତୀ ସମୟରେ ଆମେମାନେ ଲଙ୍ଗ୍ କ୍ୱେଶ୍ଚିନ୍ ଗୁଡ଼ିକୁ ଦେଖିବା। ସେ ପର୍ଯ୍ୟନ୍ତ ମୋତେ ବିଦାୟ ଦିଅନ୍ତୁ। ରହିଲି, ନମସ୍କାର। ଜୟ ହିନ୍ଦ, ବନ୍ଦେ ମାତରମ୍, ବନ୍ଦେ ଉତ୍କଳ ଜନନୀ।